ତେଣୁ ଇତିହାସ ଯେହେତୁ ସରିଛି ପିଙ୍ଗଳାର ବିଷୟରେ ବାହାର କରିବାକୁ ପଡିବ। 133 ପୃଷ୍ଠା ପିଙ୍ଗଳାର ଅଭିଷେକ ଲେଖିଛନ୍ତି ରାଧାମୋହନ ପଟ୍ଟନାୟକ। ରାଧାମୋହନ ପଟ୍ଟନାୟକ 1911 ଜନ୍ମଗ୍ରହଣ କରିଥିଲେ। 2000 ହତ୍ୟା କରିଥିଲେ। କୋଉଠି ଜନ୍ମଗ୍ରହଣ କରିଥିଲେ? ଅନୁଗୁଳର ଅଲନ୍ଦାପାଳ ଜାଗା ଗାଁ ନା ଅଲନ୍ଦାପାଳ ଅନୁଗୁଳ ଜିଲ୍ଲାରେ। ତାଙ୍କର ସୃଷ୍ଟି ସଂଗ୍ରହ କଣ ପ୍ରଥମେ କରିଥିଲେ? କାବ୍ୟ ନାୟିକା ଉତ୍କଳିତ ମୌସୁମୀ ପଶୁପକ୍ଷୀର କାବ୍ୟ ସ୍ମରଣିକା ବୈଷୟିକ ସାମୁଦ୍ରିକ ପକ୍ଷ କୁଶଳ ଭୂମିକା ସୂର୍ଯ୍ୟ ଓ ଅନ୍ଧକାର ଅବାଚିର ତାରା ପ୍ରିୟ ମନର ଗାନ୍ଧୀ ଏସବୁ ତାଙ୍କର ସାହିତ୍ୟ ସୃଷ୍ଟି ଗୁଡ଼ିକ ଅନୁବାଦ କରିଛନ୍ତି। ପ୍ରସ୍ତୁତ କରିଥିଲେ ଅନୁବାଦ କରିଛନ୍ତି ଏବଂ ତାଙ୍କର ଗଦ୍ୟ ସାହିତ୍ୟ ତୁଳସୀ ପ୍ରଭୁ ରାଧାନାଥ ଓଡ଼ିଆ ଗଦ୍ୟ ସାହିତ୍ୟ। ତାପରେ ଇଏ ଦେଖିବା ଅଳ୍ପ କିଛି କବିଙ୍କ ବିଷୟରେ ଆମ ଯୋଉ କବିତାଟା ପଢିବା ପିଙ୍ଗଳାର ଅବସର ସେ କବିତା କାହା ବିଷୟରେ ଲେଖା ହେଇଛି କାହିଁକି କବି ଏମିତି ଗୋଟେ କବିତା ଲେଖିଛନ୍ତି ଆଉ କାହିଁକି ନାମକରଣ କରିଥିଲେ। ପିଙ୍ଗଳାର ଅଭିଶାପ ସମ୍ପର୍କରେ କେମିତି ପଢିବା ଏଥିରେ କେବଳ ଆସିଛି କୋଉଠୁ କେବଳ ମନେ ରଖ ଆସିଛି କୋଉଠୁ ଆଲୋଚ୍ୟ କବିତାଟି ଭାଗବତର ନିଜ ଆଧାରିତ ବାର୍ତ୍ତା ଭାଗବତକୁ ଆଧାର କରିକି ଏଇ କବିତାଟି କବି ଲେଖିଛନ୍ତି। ପ୍ରାକୃତିକ ପୌରାଣିକ କଥା ଭାଗବତରେ ଯୋଉ ଆମର ପୌରାଣିକ କଥା ଅଛି ସେଇ ତାକୁ ଭାଗବତରେ ପିଙ୍ଗଳାର ଯୋଉ ତମର 24 ଗୁରୁ ଥିଲେ ସେ 24 ଜଣ ଗୁରୁଙ୍କୁ ଜ୍ଞାନ ଆହରଣ କରିଥିଲେ। ସେଇ 24 ଜଣ ଗୁରୁଙ୍କ ମଧ୍ୟରେ ଆଉ ଇଏ ପିଙ୍ଗଳା ଥିଲେ 8 କଣ ଜ୍ଞାନ ଆହରଣ କରିଛନ୍ତି ସେ 24 ଜଣ 24 ଜଣ ଭିତରୁ ପିଙ୍ଗଳା ହଉଛି ବି ଅନ୍ୟତମ। କାହାର ଗୁରୁ? ଅବଧୂତ ଗୁରୁ। ସେଟା ଅଛି କୋଉଥିରେ ଏଇ ଯୋଉ ଚିତ୍ରଣ ଗୁଡିକ ଭାଗବତ ଓଡ଼ିଆ ଭାଗବତରେ ଅଛି। ସେଇ ଭାଗବତର ଛାୟାରେ ସେ ଭାଗବତରୁ କିଛି ଘଟଣା ଆଣିକି କିଛି ଶବ୍ଦ କିଛି ତାର ଅର୍ଥ ଭାଗବତରେ ପର୍ଟିକୁଲାର ଏଇ ଜିନିଷ ଗୁଡାକ ନାହିଁ କିନ୍ତୁ ପିଙ୍ଗଳ ବିଷୟ ଅଛି। ସେଇ ପିଙ୍ଗଳ ବିଷୟକୁ ଆଣିକି ତାଙ୍କ ଭାଷାରେ ସାହିତ୍ୟ ରଚନା କରିଛନ୍ତି। ଭାଗବତରୁ ଆସିଛି। ଭାଗବତର ଏକାଦଶ ସ୍କନ୍ଧର ନବମ ଅଧ୍ୟାୟରେ ପିଙ୍ଗଳା ବେଶ୍ୟା ଉପାଖ୍ୟାନ ସ୍ଥାନ। ପିଙ୍ଗଳା ଗୋଟେ ବେଶ୍ୟାଟେ ଗୋଟେ ଉପଜୀବୀଟେ ନକଲି ଲୋକମାନଙ୍କର ବଡ ବଡ ଲୋକମାନଙ୍କର ନାଚ ଗୀତ କରି ମନୋରଞ୍ଜନ କରୁଥିଲା ସ୍ତ୍ରୀ ଲୋକଟିଏ ତାହାର କଥା ତମର ଓଡ଼ିଆ ଭାଗବତର ଓଡ଼ିଆ ଭାଗବତ ଲେଖିଛନ୍ତି ଜଗନ୍ନାଥ ଦାସ ଲେଖିଛନ୍ତି ଓଡ଼ିଆ ଭାଗବତ ସେଇ ଓଡ଼ିଆ ଭାଗବତର ଏକାଦଶ ସ୍କନ୍ଧର ନବମ ଅଧ୍ୟାୟରେ ଗୋଟେ
ଉପାଖ୍ୟାନ ଅଛି ପିଙ୍ଗଳ ଉପାଖ୍ୟାନ ଯୋଉଟା ଯାହା ସବୁ ଅଛି ତାକୁ ଅନୁଧ୍ୟାନ କରିକି ତାରି ଆଧାରରେ କବି ଏଇ ପିଙ୍ଗଳାର ଅବସର ପ୍ରତି ଦେଇଛନ୍ତି। ଅବଧୂତ ଯଦୁ ରାଜାଙ୍କ ନିକଟରେ ପହଞ୍ଚି ଆପଣ ଆଦର୍ଶ ଜୀବନର ରହସ୍ୟ କେଉଁ ଗୁରୁଙ୍କଠାରୁ କି ଶିକ୍ଷା ଲାଭ କରିଛି ସେ ବିଷୟକୁ ନିର୍ଦ୍ଦିଷ୍ଟ ଭାବରେ ପରୀକ୍ଷା ସୂଚନା ଦେଇଥିଲେ। ସେଇ 24 ଗୁରୁଙ୍କ ବିଷୟରେ କହିଥିଲେ କି ତ ଜଣେ ଆଉ ଜଣେ ଆଉ 23 ଜଣ ଗୁରୁ ଅଛନ୍ତି ସେ ସମସ୍ତ କଥା ଗୁଡିକ ସେ ଗୁରୁଙ୍କ ସବୁ ତମର ଭାଗବତରେ ବର୍ଣ୍ଣନା ତା ଭିତରୁ ମାତ୍ର ଗୋଟିଏ ଆମେ ଆଣିପାରିବୁ ପିଙ୍ଗଳା ବିଷୟରେ ଯେ ସେ ପିଙ୍ଗଳା କିଏ ସିଏ ଗୋଟେ ତୁମର ସ୍ୱର୍ଗର ନର୍ତ୍ତକୀଟିଏ ସ୍ୱର୍ଗର ଦେବୀଟିଏ ସେ ଜଣେ କିଛି ଗୋଟେ କୌଣସି ଅଭିଶାପ କାରଣରୁ ମର୍ତ୍ତ୍ୟରେ ଦେହ ଧାରଣ କରିଥିଲା କିନ୍ତୁ ମର୍ତ୍ତ୍ୟରେ ଯେତେବେଳେ ସେ ରହିଛି ଆସିକି ବିଦେହ ନଗର ନାମକ ଗୋଟେ ସ୍ଥାନ ମର୍ତ୍ତ୍ୟନଗର ବିଦେହ ନଗର ନାମକ ଗୋଟେ ସ୍ଥାନ ସେଇ ସ୍ଥାନରେ ସେ ରହିଛି ତାର ଘର ଦ୍ୱାର ବସେଇଛି ଏବଂ ନାଚ ଗୀତ କରିକି ବଡ ବଡ ସମ୍ଭ୍ରାନ୍ତ ଶ୍ରେଣୀ ଲୋକମାନଙ୍କର ମନୋରଞ୍ଜନ ତ ତାରି ସମୟରେ ଯେତେବେଳେ କି ଗୋଟେ ସମୟରେ ଗୋଟେ ସମ୍ରାଟ ତା ପାଖକୁ ଆସିବ ବୋଲି କହିଛି କଥା ଦେଇଛି କିନ୍ତୁ ଆସିନି ତ ରାତ୍ରିର ପ୍ରଥମ ଦ୍ୱିତୀୟ ତୃତୀୟ ପ୍ରହର ପରେ ପ୍ରହର ଅତିକ୍ରମ କରିଯାଇଛି ଯେତେବେଳେ ରାତ୍ରିର ତୃତୀୟ ପ୍ରହର ଆସିକି ପହଞ୍ଚିଛି ମାନେ କଣ ସେତେବେଳେ ସେଟାକୁ ଘଣ୍ଟାରୁ 12ଟା ହୋଇଥାଏ କିନ୍ତୁ ତାଙ୍କର ହିସାବ ପ୍ରହର ଦ୍ୱିତୀୟ ଦ୍ୱିପହର ଯେମିତି ଆମର କହୁଛୁ ଦ୍ୱିପହର କୋଉଟା ଦିଟା ସବୁ ଲୋକ ଆମେ ତାକୁ ଭାବୁଛେ ଦିଟାରୁ ନେଇକି 3ଟା 4ଟା ନାଇଁ ଗୋଟେରୁ ନେଇକି 3ଟା 4ଟା ଭିତରେ ସମୟଟାକୁ ଦ୍ୱିପହର ସେଇ ସମୟ ତାପରେ ରାତି ହେଲେ ରାତିରେ ଦ୍ୱିପହର କିଛି ରାତି ଦୁଇଟା ରାତିରେ ତୃତୀୟ ପ୍ରହର ଆସିଯିବ ଭୋର ଭୋର 3ଟା ସମୟରେ ସେ ଯେତେବେଳେ ଦେଖିଲି ସେ ଲୋକ ଆସିନି ଏତେ ସମୟ ଦେଖିଲି ତା ମନରେ ତାର ଭାବନାର ଅନ୍ତର ଘଟିଛି ତା ମନରେ ବଦଳାव ବି ଆସିଛି କଣ ବଦଳାଇଛି ତାଙ୍କ ମନରେ ତା ମନରେ ସେ କରୁଛି ସେତେବେଳେ ତାକୁ ଲାଗେ ମୁଁ ଭୁଲ କରୁଛି ମୁଁ ସଂସାରକୁ ମୁଁ ଶିକ୍ଷା ଦଉଛି ମୁଁ କାମ କରୁଛି ତେଣୁ ଭଗବାନଙ୍କର ମନ ଭିତରେ କୃଷ୍ଣଙ୍କୁ ଆଣିଛି ଆରାଧ୍ୟଙ୍କୁ ଆଣିଛି ତାଙ୍କର ଶରଣରେ ନିଜକୁ ସମର୍ପଣ ଭାବ କରିଦେଲେ ସେ ସବୁ ବିଦେହ ନଗର ଧନ ସମ୍ପତ୍ତି ଟଙ୍କା ପଇସା ଘର ଛାଡିକି ତ୍ୟାଗ କରିକି ସେ ବାହାରି ଯାଇଛି କୃଷ୍ଣଙ୍କ ପାଦ ତଳେ ନିଜକୁ ସମର୍ପଣ ତ ସେଇ ଯୋଉ ପିଙ୍ଗଳାର ଅଭିଶାପ ଆଜ୍ଞା ସେ ଯୋଉ ଅଭିଶାପ ଅର୍ଥାତ କଣ ଯୋଉ ଜାଗାରେ ପ୍ରେମିକ ପ୍ରେମିକା ମାନଙ୍କ ଗୋଟେ ନାୟକ ନାୟିକା ଦେଖା କରନ୍ତି ସ୍ଥଳୀ ସିଏ ଏଇଟା ପିଙ୍ଗଳାର ଅଭିଶାପ ଭାବରେ ଅର୍ଥ ପିଙ୍ଗଳା ଅଭିସାରିକା ସାଜିଛି ଅର୍ଥ ପିଙ୍ଗଳା ଯାଉଛି ଦେଖା କରିବା ପାଇଁ କି ମନେ ମନେ ଭାବିଛି ଯେ କୃଷ୍ଣ ହଉଛନ୍ତି ମୋର ସବୁ କିଛି ତାଙ୍କୁ ଦେଖା କରିବା ପାଇଁ କି ସେ ଗୋଟେ ସ୍ଥାନ ବାଛିଛି ସେଇଟା ଭଗବାନଙ୍କୁ ଦେଖା କରିବା ପାଇଁ ସେମିତି କିଛି ସ୍ଥାନ ନୁହେଁ କୋଉ ସ୍ଥାନ ମନ ଭିତରେ ଏମିତି ସ୍ଥାନ ଯୋଉଠି କଳୁଷିତର ଜାଗା ନଥିବ ନିନ୍ଦା ମିଛ ଲାଭ ସବୁ ଦୂରୀଭୂତ ହେଇଯାଇଥିବ ସେମିତି ଗୋଟେ ସ୍ଥାନ ଯୋଉଠି ସେ ଭଗବାନଙ୍କୁ ଦେଖା କରିବାକୁ ଚାହୁଁଛି ତେଣୁ ମନ ଭିତରେ ସେ ସେଇଠି ବାହାରି ପଡିଛି ଭଗବାନଙ୍କୁ ଦେଖା ତାର ଯୋଉ ମନର ବ୍ୟଥା ହୋଇଥିଲା ତାର ଯୋଉ ମନର ପରିବର୍ତ୍ତନକୁ ଏଇ କବିତାରେ କବି ସ୍ଥାନ ଦେଇଛନ୍ତି ତ ଧାଡିରେ ପ୍ରଥମରୁ ଅଛି ନ ଆସିବ ସେ କହିବ ଯୋଉଟା ଡାଉଟ ପଚାରିବ କାହିଁକି ନା ଏଇଠି ପରୀକ୍ଷାରେ ଆସିବ ତାହେଲେ ଏଇ ବିଷୟରେ ତମର ଅଛି ନା ଏଇଟା ଇଣ୍ଟରନାଲ ପରୀକ୍ଷାରେ ଆସିବ ନ ଆସିବ ଆଉ ରସିକ ନ ଆସିବ ଆଉ କୋଉଠି କାରଣବର୍ତ୍ତୀ ପିଙ୍ଗଳା ଚାରି ଯାଉଛି ବୋଲି ପ୍ରଥମ ଧାଡିରେ କହୁଛି ଯେ ଯେହେତୁ ସେ ଆସିପାରିବେ ଏଠି ସମୟ ଲାଗେ ସେ ଯୋଉ ସମ୍ରାଟ ଡାକିଥିବା ରାତ୍ରିର ଶେଷ ପ୍ରହର ହେଇଗଲାଣି ଆଉ ଯଦି ସେ ଆସିନାହାନ୍ତି ତେଣୁ ସେତେବେଳେ ତା ମନରେ ତାର ଭାବନାର ଅନ୍ତର ଘଟିଛି ଆଉ ସିଏ ଭଗବାନଙ୍କୁ ନିଜକୁ ସମର୍ପଣ କରିଦେଇଛି ଆଉ ଯେତେବେଳେ ଜଣେ ଲୋକ ଭଗବାନଙ୍କୁ ନିଜକୁ ସମର୍ପଣ କରିଦେଇଛି ତାକୁ ଦରକାର କଣ ସେଇଥିପାଇଁ ସେ କହୁଛି ନ ଆସିବ ଆଉ ରସିକ ନାଗର ପ୍ରେମିକ ବିଦ୍ୟାହ ନଗରର ରହୁଥିଲେ ସେ ବିଦ୍ୟାହ ନଗରର ନଟି ଥିଲା ନଟି ଅର୍ଥାତ୍ ନର୍ତ୍ତକୀ ନାଚ ଗୀତ କରିକିନା ଲୋକମାନଙ୍କ ଘରକୁ ଆସି ଗୋଟେ ଝିଅଟେ ବା ସ୍ତ୍ରୀ ଲୋକଟେ ତ ସେଇ ବିଦ୍ୟାହ ନଗରରେ ଯୋଉ ଘରଟି କରିଛି ସେ ଘରରେ ସେ ଘରେ ମଧ୍ୟ ଆମେ ସେ ଘରକୁ ଆଉ ଆସିବନି ଆଉ ତାଙ୍କୁ ମନେ କରୁଥିଲେ ପ୍ରେମିକ ପ୍ରକୃତି କାମକୁ ପୁରୁଷ ପ୍ରେମିକ ପୁରୁଷ ରସିକ ପୁରୁଷ ତମେ ଆଉ ଆସିବନି ନ ଆସିବ କୁହେ ଆଉ କୁହେ ମାନେ ମୋର ପୂର୍ବକୁ ମୋର ଅନ୍ତପୁରକୁ ବା ମୋର ବାସସ୍ଥାନକୁ ମୋର ଘରକୁ ମୋର ଆବାସ ସ୍ଥଳୀକୁ ଆଉ ଆସିବ ନାହିଁ ବାରବଧୂକୁ ହିଁ ପିଙ୍ଗଳା ଆଜି ଚାଲି ଯାଉଛି କାହିଁକି ଆସିବନି ତମେ କାରଣ ମୁଁ ହଉଛି ତମ ମାନଙ୍କ ମଧ୍ୟରେ ବାରବଧୂ ଅର୍ଥାତ ବେଶ୍ୟା ବା ରୂପଦେବୀ ଅନ୍ୟମାନଙ୍କର ନାଚ ଗୀତ କରି ଲୋକମାନଙ୍କର ମନୋରଞ୍ଜନ
एशिया भारत तो मुझे ना इफा ମୁଁ ଚାଲି ଯାଉଛି ଦୂରେ ମୋତେ ଆଉ ରହିବିନି ମୋର ଏଇ ଆବାସ ସ୍ଥାନରେ ମୁଁ ଆଉ ରହିବିନି ତମ ମାନେ ତେଣୁ କରିକି ମତେ ଆଉ ଖୋଜିବା ଆବଶ୍ୟକ ନାହିଁ ମୋ ଘରକୁ ତମେ ଆଉ ଆବାସ ସ୍ଥଳକୁ ଆଶ୍ରମକୁ ଆସିବନି ମୁଁ ଚାଲି ଯାଉଛି ବହୁତ ଦୂରକୁ ଚାଲି ଯାଉଛି ଯୋଉ ଗାଡି ନ ବୁଝିପାରିବ ପଛରେ ସ୍ଲିପ କରିକି ଯିବନି ନା କାହିଁକି ଆ ଭିତରେ ବହୁତ ସାରା କ୍ୱେଶ୍ଚନ ଅଛି ପୁଣି କହୁଛି ଫୁଲ ସେଜ ଆଉ ସେଜାଇ ବି ନୀତି ରାସ୍ତାରେ ବସି ଖେଳିଯିବ ଆଉ ଗାଡି ବିନା ଛୁଆରେ ଅଛି ତେବେ ମୁଁ ଯୋଉ ତମେ ମାନେ ଆସିବ ବୋଲି ଫୁଲ ସେଜ ସଜଉଥିଲି ତମେ ଆସି ବସିବ ମୁଁ ନାଚିକି କରିବି ଦେଖିବ ସେଭଳି ସେଜ ପିଛରେ ଯୋଉ ଫୁଲ ସେଜ କରିକି ସେ ଆଉ ସେଜ ସଜେଇବି ନାହିଁ ତୁମର ମନୋରଞ୍ଜନ କରିବା ପାଇଁ ତୁମ ଆରାମଦାୟକ କରିବା ରଖିବା ପାଇଁ ନା ଯୋଉ ବିଛଣାରେ ଫୁଲ ପକଉଥିଲି କାଳେ ବସି ତମ କମଳ ତମ ଶରୀରକୁ କଷ୍ଟ ହବ ବୋଲି ଫୁଲ ରାତିରେ ବିଛଣା ହଉଛି ସେସବୁ ମୁଁ ଆଉ କରିବିନି ଆଉ ରାତି ସାରା ମୁଁ ବସିକି ଉଜାଗର ମଧ୍ୟ ରହିବି ନାହିଁ ଅନିଦ୍ରା ହେଇକି ତମକୁ ଅପେକ୍ଷା ମଧ୍ୟ କରିବି କେଳି ଦୀପ ଆଉ ଜାଳି ବିନା ଶୂନ୍ୟ ଛୁଆ ଦିଏ ରସି କେଳି ଦୀପ କେଳି ସଦନକୁ ଆଲୋକିତ କରିବା ପାଇଁ ସ୍ତମ୍ଭିତ ଦୀପଟି ଜଳୁଥାଏ ଅର୍ଥାତ ସେଇ ସମୟରେ ଯେତେବେଳେ ପୁଅ ଝିଅଙ୍କର ବାହାଘର ପହଞ୍ଚିବା ଗୋଟେ ବଡ ଘର ଗୋଟେ ଛୋଟ ଦୀପଟେ ଲାଗିଛି ଅନ୍ଧାର ଚାରିଆଡ ସେଇ କ୍ରୀଡ଼ା କରିବା ପାଇଁ ପୁଅଟେ ଝିଅକୁ ମନା କଥା କହୁଛି ଝିଅଟେ ସେଇ ସମୟରେ ହାଲକା ଦୀପଟେ ଜଳୁଛି ସେ ପ୍ରକାରକୁ ତାର ଅର୍ଥ ହେଲା କେଳି କେଳି ଦୀପ ଆଉ ଜାଳି ବିନା ଶୂନ୍ୟ ଛୁଆଟିର ଶୂନ୍ୟ ହେଲା ରିକ୍ତ ବା ଖାଲି ସୁଆଗ ହେଲା କଣ ସ୍ନେହ ବା ଶ୍ରଦ୍ଧା ରସିଲା ଆସକ୍ତି ତମ ମାନଙ୍କର ଯୋଉ ମିଛି ମିଛିକା ଶୂନ୍ୟ ବାଲା ରିକ୍ତ ବାଲା ଖାଲି ଖାଲି ଯୋଉ ସ୍ନେହ କିଛି ମୂଲ୍ୟ ନାହିଁ ଆଜି ଗୋଟେ ପୁରୁଷ ଅଛି ମୁଁ ନାଚ କରୁଛି ସେ ମନ ଖୁସିରେ ସେ ପଳେଇଲା କାଲି ଆଉ ସତ୍ୟ କରି ଏଇ ସ୍ନେହ ଅଛି ଭଲ ପାଇବାର କିଛି ମୂଲ୍ୟ ଅଛି ଯାହା ସହିତ ସଂସାର କରୁଛୁ ବହୁତ ଭଲ ଅଛି ତା କାହିଁକିନା ସୁଖରେ ଦୁଃଖରେ ସବୁ ସମୟରେ ସେ ତମକୁ ସାଥ ଦଉଛି କିନ୍ତୁ ଏଇଠି ନର୍ତ୍ତକଟେ ଆସିଲେ ପଇସା ଫୋପାଡ଼ିଲେ ନାଚ ଦେଖିକି ଚାଲିଗଲେ ଏବଂ ନିଜର ମନୋରଞ୍ଜନ କରି ଚାଲିଗଲେ ତ ଏଇ ଝିଅ କଣ ଶୁଣାବେ କଣ ଶୁଣିବ ତେଣୁ ଏଇ ସବୁ ଗୁଡ଼ିକ ମିଛ ସେଥିରେ କହୁଛି ଏଇ ଯୋଉ ମିଛ ଶୂନ୍ୟ ଭଳା ମାନେ ସ୍ନେହ ଶ୍ରଦ୍ଧା ରହିତ ଥିବା ଆସକ୍ତି ପ୍ରତି ମୁଁ ତମକୁ ଆକର୍ଷଣ ଦେଇକି ଘରେ ବସିକି ତମ ପାଇଁ ଦୀପ ଜଳେଇକି ଅପେକ୍ଷା କରିବି ନାହିଁ ବୋଲି ମନା କରୁଛି ତାହା ଆଜ୍ଞା ଦେଖା ବି ବିରତିର ଅଭିନୟ ନିଷ୍ଠାର ଆଶାରେ ଗୋପନୀୟ ସମାନ ସଫଳ କରିছিল ତେବେ ଆଉ ଗୋଟେ ତ ତମ ଆଗରେ ଯେତେବେଳେ ତମେ ଆସୁଥିଲ ମୁଁ ବିରତିର ଅଭିନୟ କରୁଛି ପ୍ରେମର ଅଭିନୟ କରୁଛି ମନ ଭିତରେ ତମ ମାନେ ସ୍ନେହ ଶ୍ରଦ୍ଧା ଭଲ ପାଇବା ଆଉ କି ନ ଥାଉ ଯେହେତୁ ମୁଁ ତମ ଆସୁଥିଲି ମୁଁ ନାଚ କରି ମନୋରଞ୍ଜନ କରୁଥିଲି ଆଉ ତମେ ପଇସା ଦଉଥିଲ ସେ ପଇସା ପାଇବା ଭଲ ପାଇବା କରୁଥିଲି ସେ ଅଭିନୟ ମୁଁ ଆଉ କାହା ଆଗରେ ନିଜ ସ୍ନେହ ନିଜ ଭଲ ପାଇବା ଅଭିନୟ କରୁଥିଲି ସେ ଅଭିନୟ ମଧ୍ୟ ମୁଁ ଆଉ କାହାକୁ ଦେଖାଇଲି ନାହିଁ ନିଶା କାହିଁକି ଦେଖାଉନି କାହିଁକି ନା ନିଶାର ଅସାର ସ୍ୱପ୍ନ ସମାନ ସକଳ ନିଶାର ଅସାର ନିଶା ହେଲା ଅର୍ଦ୍ଧରାତ୍ରିର ଯୋଉ ରାତି ଅଧର ଅସାର ସ୍ୱପ୍ନ ଗୁଡିକ ମୂଲ୍ୟ ସ୍ୱପ୍ନ ତମେ ତାକୁ ଦେଖାଉଥିଲ ମୁଁ ମଧ୍ୟ ନିଜେ ନିଜେ ସ୍ୱପ୍ନ ଦେଖୁଥିଲି କାହିଁକି ନା ଦିନ ସାରା ନିଜ ନିଜ କାମରେ ବ୍ୟସ୍ତ ରହୁଥିଲେ ଯେତେବେଳେ ନର୍ତ୍ତକୀକୁ ଆସୁଥିଲେ ରାତିରେ ହିଁ ଆସୁଥିଲେ ରାତିରେ ଆସିକି ସେମାନଙ୍କୁ ଫଟୋ ମେଣ୍ଟାଉଥିଲେ ପରିଶ୍ରମ କରିକି ଦିନ ସାରା ଖଟୁଥିଲେ ଆସିକି ବସୁଥିଲେ ନାଚ ଗୀତ ଦେଖିକି ମନୋରଞ୍ଜନ କରୁଥିଲେ ତେଣୁ ସେଇ ଯୋଉ କହୁଛି ସେଇ ଅର୍ଦ୍ଧରାତ୍ରିର ବା ନିଶା ରାତ୍ରିର ମୂଲ୍ୟକୃତ ସ୍ୱପ୍ନ ସେ ସମସ୍ତଙ୍କ ସେ ସ୍ୱପ୍ନ ସଚଳ ଭଜିଛି ନୟ ସେ ସବୁ ସଫଳ ହେଲା ସବୁ ଭଜିଛି ନୟ ହେଲା ଲୀନ ନୟର ମଧ୍ୟ ଲୀନ ହେଇଯାଏ ଅର୍ଥାତ୍ ମୋ ମନରେ ତମ ପ୍ରତି ଥିବା ଯୋଉ ଶ୍ରଦ୍ଧା ଯୋଉ ଝିଅହୀନ କଥା ସବୁ କିଛି ଆଜି ନଷ୍ଟ ହେଇଯାଇଛି ସରିଯାଇଛି ଆଉ ଆଗରୁ ଯେମିତି ତମେ ମାନେ ଆସିବ ବୋଲି ଖୁସିରେ ଭୋର ହେଇଥିଲା ଫୁଲଟି ଫୁଲ ସେଟା ଚଲଉଥିଲି ଦୀପଟି ଜାଳିକି ସବୁଠି ମିଛି ମିଶିକା ଭଲ ଯାକି ମୁଁ ତମ ମାନେ କରିପାରିବି ତମ କିଛି ଅର୍ଥ ପ୍ରାପ୍ତି କରିପାରିବି ସେ ସମସ୍ତ ଜିନିଷ ଗୁଡାକ ଏବେ ଆଉ ସେ କାମରେ ସବୁ କିଛିର ସମାପ୍ତ ହେଇଯାଇଛି ବା ସବୁ କିଛି ଆଜି ଲୀନ ହେଇଯାଇଛି ତମ ପାଇଁ ଆଉ ମୋ ପାଖରେ କିଛି ସ୍ନେହ ଶ୍ରଦ୍ଧା ନାହିଁ ତେବେ ଏଇ ଯୋଉ ଅସାର ସ୍ୱପ୍ନ ଗୁଡିକ ଅର୍ଦ୍ଧରାତ୍ରିର ମୂଲ୍ୟହୀନ ସ୍ୱପ୍ନ ଗୁଡିକ ମଧ୍ୟ ସବୁ ମୋ ମନ ଭିତରୁ ନିଃସ୍ୱ ହେଇଯାଇଛି ମରଣେ ମୋହ ଲଭ୍ୟ ଦିବ୍ୟ ପରମ ଧନ ମରଦ ବନ୍ଧୁ ଅନ୍ତର ତେବେ କାହିଁକି ହେଇଯାଇଛି କାହିଁକି ନା ମରମେ ମୋହରି ମରମେ ମୋହରି ତୋର ହୃଦୟରେ ମରମେ ହୃଦୟ
हृदय हृदय मोर कौन करती हठात ना टिंगल मजबूती से कुछ बदल करता है कौन को मैंने श्रद्धा स्नेह मनोभाव नहीं काहे ना मो हृदय रे मोर में मोर अर्थात मो हृदय रे लभी अछि ला पाइछि कोन पाइछि आदि दिव्य परम धन दिव्य परम धन अर्थात दिव्य है स्वर्गीय धन परम धन के श्रेष्ठ धन को मो हृदय रे आदि पाइले सिया कहते भगवान श्री कृष्ण भगवान कृष्ण को छाड़ी के भगवान बुझी गले तांको छाड़ी देले तांको बार बार उठले आ सब किछि मिथ्या जेता सिद्ध करले सब मिथ्या तेणु कहि जेहेतु मोर हृदय आदि दिव्य परम धन श्रेष्ठ धन को लाभ करछि सेति आ से होउछन्ती कि भरत पथर अमर बंधु अंतर से होउछन्ती भरत पथर मृत्यु पथ का मृत्यु पथ जो पथ रे आसीले मृत्यु सुनिश्चित मर्त्य जे भी जन्म ग्रहण करती तार मृत्यु सुनिश्चित तेणु भरत पथ मृत्यु पथर अमर बंधु जे होउछन्ती अमर अभिनश्वर मर्त्य पुराण भी समस्त मारी से हो जब कमिस्ट अभिनश्वर जहां टेलीविजन नहीं अंतर विमोहन हृदयर अंतर विमोहन अंतर को जे मोहित कर दियंती से होचंती अंतर विमोहन अर्थात हृदय को मोहित कर दियंती व्यक्ति से होचंती कृष्ण तो से तांको मानि पाइले ए मुक्ति पथरे से होचंती एकमात्र चिरंतन सत्य एकमात्र अमर कृष्ण जहां सानिध्य में पाइ सरिति जहां को पाइ में समस्त सकल माया मोह बंधन रु देगी देगी तो चली जाउ तेन करिके विद्यानगर रो रसिक पुरुष माने तब माने बताओ खोजिब नाही ए मोर जीवन अंग मोर सिद्धि अछि सतत रिपा स्मृति कर पड़ी जे तो जब एक पुत्र देखो भगवान को सांगित करू कि पुत्र देखछी मोर जीवन अंग मोर से जीवन रूपक करे पुरुष के छाती रे फुटी अछि सतदल अंतरला कंकरे जेमति पद्मटी फुटे ठीक से मिलची मो जीवन जति कंक हुए ताले कंकड़ा के कदर्ज किंतु पद्मटा अति सुंदर कंकरे तो पूरा निजे देह को निजे जीवन को कंक हुए खराब असुविधा कदर्ज पूरा करछि एवं मन भीतर भगवान हिंदी मार के जो आशा की छोटी किरण के भगवान को प्रति जो श्रद्धा था सेटा पद्म सदृश तेणु अति कदर्ज कंकरे पद्म सुंदर पद्म शाखा ठीक सेमती आज मोर ए कदर्ज कंक रूपक जीवन रे भगवान सबदल को भगवान ईश्वर प्राप्ति ईश्वर को पाइबार आकांक्षा ईश्वर को पाइबार आकांक्षा मोर हृदय रे फुटी पद्मटी फुटी सते कि भगवान को स्वरूप पद्मटी किछि मोर हृदय रिक्त एवं सुक्ति करबे पड़े जे फल आउ कोनी रिक्त रिक्त होला शून्य खाली खाली में मोर सुक्ति करबे सुक्ति होला सामक गरबे होला गरब सामक देहरे मुक्त फळिला भଳି मुक्ता बाहरिला भଳି मोर एई शून्य हृदय एही हृदय तांगर शून्य सामक सहित तुलना करछन्ती एवं भगवानकर अधिपत्यता भगवानकर प्राप्तिर इच्छाटा सेठी मुक्ति सहित तुलना सॉरी मुक्त सहित तुलना तार अर्थ दीटे तुलनात्मक धाड़ी से देखते रूपक साहित्य भଳି लेगा जेमिति कि गोटे खराब लोक सब बेले खराब काम करूची एवं हठात कि ता मन रे भगवान के प्रति विश्वास आसीची सब किछि से खराब कार्य को छाड़ी देकी भगवान के प्रति समर्पण करी दबाटा खबर सीए हमर प्रकृति रो सुंदरता से तुलना करछथि ठीक जेमिति सीए खराब ता मन रे भगवान होछथि खराब ठीक सेमिति कंकटा गोटे अति कदर्ज तार भरे पद्म फुटी करूची आउ सामकाटा खाली तार भीतरटा खाली कि तार भरे गोटे मुक्त आस कर तबे से तार जीवन को खाली सामका अरे भगवान कर उपस्थिति को मुक्ता कहूची एवं तार जीवन को कंक जदी से नउची तार सेते भगवान कर उपस्थिति होची पद्म फूल सदृश सेति पे कहूची लोड़ा मेरर धन संपत्ति मणिका लोड़ा तेबे मोर आ किछि लोड़ा नै एबे तार एते सारा धन संपत्ति फूल फूल करि रखिथिला होची मोर आउ धन संपत्ति लोड़ा नै किबा मणिका किछि माळा मणिका मूल्य धातु एक प्रकार धातु रत्न ताको पाइ पाइबो कांचन को सोना तो मोर सुना रत्न माळा किछि आवश्यक नाही
ଆଉ ଲୋଡ଼ା ନାରୀ ବିଳାସ ପୁଞ୍ଜ ମୋର ବିଳାସ ପୁଞ୍ଜ ମଧ୍ୟ ଦରକାର ନାହିଁ ଯୋଉ ପୁଞ୍ଜ ଘର ଗୁଡିକ ତାদের ପୁଞ୍ଜ ମାନେ କଣ ପୁଞ୍ଜ ଫଳ ଲତା ଭଳି ଏଠି ମଧ୍ୟ କଣ ତାକୁ କରିବା କଥା ବିଳାସର ପାଖକୁ କଣ ଏ ସାରା ରହିଲା ଭଳି लोड़ा रे मोर विलास पुंज माने विलास में सब भी विविधता करबा आराम में जो आराम कोन जे कोन कोन जागा रे बोल के लागतो तार सब लता फूल फूल देई देखो माने ए कुछ माजिन करा एटा कहबो विलास पुंज विलास बहुती गोटे लोकटे रहिले बा गोटे मनुष्यटे जो माने सेटा आत्मतृप्ति रे आउ शौकीन जातीय जिनिस गुडको से देहको आराम रखिबो मनକୁ खुशी रखिबो जेମିତି कि एग्जांपल में कल्पिता मते प्रयास देता द्रव्यकारी सिस्टम को एसेंशियल स्टे बटन ଭଲ ଲାଗେ ବୋଲି खुशी रखिबो ବାସ୍ନା ପରେ ଭଲ ଲାଗେ କି खुशी ठीक से बहुत ଜିନିଷ ଅଛି ଯୋଉଟା କି ଆମେ ପ୍ରୟାସ में ବ୍ୟବହାର କରୁ ମାନେ ସେଟା ଆମ ପାଇଁ ଏସେंशियल ମାନେ ତଳେ तो सेही भଳି ସମସ୍ତ ଅଭ୍ୟାସ ଯୋଉଟା କ୍ରୀଡ଼ା କରିବା ପାଇଁ ଆନନ୍ଦିତ ଲାଭ କରିବା ପାଇଁ ଦେଖो लता शिव गुड़िक खाइबा घरे घरे विभिन्न प्रकार फूल बड़ पचा ए चारु चित्रशिला आउ कोन दरकार नहीं चारु चित्रशिला मतलब दरकार नहीं चारु हेला सुंदर चित्रशिला होला सुंदर चित्र करुवा अर्थात से जो भी आसी जो परिस्थिति लोग से घरे बहुत बहुत पूजा के सुंदर सुंदर फूल लता सब सजा सजी हेतिला एवं सब कांथरे भलो भलो चित्रपट गुड़िक मध्ये लागितो तेणु से सेही को बुझी मोर ए चारु चित्रपट दरकार नहीं जो नाम जेंती गोटे हमर बेडरूम मिला कि हमर ड्राइंग रूम मिला आ सब बड़ बड़ हो चित्रपट हो कि किसी कार्ड हो कि क्या भी जोड़ा पसंद है हीरोइन पसंद चित्रपट चित्र का बड़ पसंद है बड़ बड़ चित्र आने पड़े तो सेही जिनिस गुड़िक जोटा कि तमे तम घरे रही सजौच तांको बड़ सजेले तुमको आनंद दूची विलास दूची सेभली जिनिस अर्थात तार रूम रे से जो गुडी करते तार संपत्ति से त्याग कर देछि सोना रूपा बड़ी त्याग कर देछि एवं से जो घर रूम विलास में सुखला चारिरे फूल फूल लागिला बहुत सुंदर वास्तु सेगुडा को से त्याग कर होछि ताको मध्ये छाडी होछि ता सहित से तार कांथ बाड़ लागिला सुंदर सुंदर चित्र चारु चित्रशाला चित्रशाला है से गो घरे जो सदन रे चित्र फलक गुडी कांथरे लागि ते सजेइबा पई सुंदर रहबे से सब मध्ये से छाडी देबो होछि कारण ए सब कोनोसी जिनिस रे तार आसक्ति नाही सब किछ से छाडी देछि पेज क्लियर आंगु जीवा ताबले पछाइबो तापर मते से सेही कथा बुझि निवासी और नंबर 5 पुरे 12 मधुमती बिमला रे चली जाउछि आ तो सेही कथा बुझि ए सब ए कारण पई मु चली जाउछि मो का प्रश्न आसीबो आज ये मधुर निश्चित लगने मेधुर गुण गगन गगन हसई मुग्ध तारा पुणे कोन कहउछंती पुणे कहउछि आज ए मधुर निश्चित लगने ए जो मधुर निश्चित हेला रात्रि ए मधुर देखा से निज को से गोटे कटुक्ति भरा गोटे खराब जगह गोटे खराब चारिआडे सब नेगेटिव जिनस तुम जगह को छाड़ी दे आती से घर भीतर बाहर पड़ी छी निजको से जगह रो बाहर कर देती तापर ताकू आत्मतृप्तिता मिलुची से आत्मतृप्तिता कोठी मिलुची जेते बडे से खुला आकाश को चली आसी छी तार जो बंद पोखरी भीतर से बाहर आसी खुला आकाश से पहुंची जाई छी ऊपर आकाश तळे माटी माटी ऊपर छोट छोट घास गाछ गुडी को पड़ी छी ए समस्त आकाश रे चंद्र सूर्य तारा जो देखु बिना सब बडे से तारा बहुत हम खुला सब बडे से लोक मान को मन जो पे तार सब एबे एबे से खुला आकाश को आसी निज जीवन को बचिया प्रकृति सुंदर सुंदर दृश्य गुड़ी सेठी तार आखि आगे नाचि एवं से वर्णना करि आज मधुर निश्चित लगने लगने केला शुभ बेला बा सुख बेला इते शांति मिलुची ताको से तार बंद करके भाई आसिला परे कहूची कि ए जो मधुर रात्रि रो जो शुभ बेला की
କାହିଁକି ସବୁଦିନ ତାକୁ ଅଶୁଭ ଭଳି ମନେ ମୁଁ ସବୁ ରାତି ସିଏ ସେ ଲୋକମାନଙ୍କ ମନୋରଞ୍ଜନ କଟେଇ ଦେଇଥିଲା। ପ୍ରଥମ କରିକି ସେ ତାର ରାତିକୁ ସିଏ ସନ୍ଧ୍ୟାର ଆଲୋକରେ ଆକାଶ ଉପରେ କଣ ଚନ୍ଦ୍ର କିରଣରେ କଟଉ ସେ ତେଣୁ କରି ଏଇ ରାତି ସୁଖଦାୟୀ ଲାଗୁଛି। ମେଦୁର ଧରଣୀ ସାରା ଧରଣୀ ସାରା ପୃଥିବୀ ସାରା ମେଦୁର କୋମଳ ବା ଚିକଣ ଚିକଣ ପୃଥିବୀ ସାରା ସମତଳ ପୃଥିବୀ ମାଟିଟା କେତେ ସୁନ୍ଦର ଦେଖାଯାଉଛି ଆଜି ତାକୁ। ଆଉ ରାତ୍ରି ସମୟରେ ଯେତେବେଳେ ସେ ବାହାରକୁ ଆସିଛି ଆଉ ତାକୁ ଦେଖାଯାଉଛି ମାଟି ଉପରେ ଚାଲୁଛି ଏ ସମତଳ ମାଟି ଉପରେ ବା ଆଚ୍ଛାଦିତ ପୁରା ଆକାଶ ଉପରେ ରାତ୍ରିଟି ଆଚ୍ଛାଦିତ କରିଛି ସୁନ୍ଦର ରାତ୍ରିଟି ଆଚ୍ଛାଦିତ କରିଛି ତଳେ ମାଟି ମା ପାଦ ପକଉଛି ସେତେବେଳେ ତାକୁ କେଉଁଭଳି ଅନୁଭବ ହଉଛି ସେ କଥା ଗୁଡିକ ବର୍ଣ୍ଣନା କରୁଛି। କହୁଛି ଗଗନ ବସାଇ ମୋହନ ଯେତେବେଳେ ଘରରୁ ବାହାରକୁ ଆସିଛି ପ୍ରଥମତଃ ରାତ୍ରି ସମୟ ଅତି ମଧୁର ରାତ୍ରି ଅତି ମିଠା ଲାଗୁଛି ତାକୁ ସୁଖକର ଲାଗୁଛି ଆନନ୍ଦମୟ ଲାଗୁଛି ଖୁସି ଲାଗୁଛି ଆନନ୍ଦିତ ଲାଗୁଛି ରାତ୍ରିଟି। ଆଉ ଯେତେବେଳେ ଆଉ ତାକୁ ସମୟଟି ମଧ୍ୟ ଯୋଉ ସମୟରେ ରାତ୍ରି ଅତି କଷ୍ଟ ଲାଗୁଥିଲା ଆଜି କିନ୍ତୁ ରାତ୍ରି ଅତି ଶୁଭ ଆଉ ସୁଖ ବେଳା ଭଳି ମନେ ହଉଛି ଏବଂ ପୃଥିବୀ ଧରଣୀ ଉପରେ ପାଦ ପକେଇଲେ ସବୁ ଚିକଣ ପରିବେଶ ମନ ଆଚ୍ଛାଦିତ ପରିବେଶ ଲାଗୁଛି ସେଟା ପୃଥିବୀରେ ଲାଗୁଛି ଆକାଶ କଣ ଲାଗୁଛି ଗଗନ ବସାଇ ମୋହନ ଦେଖୁଛି ଆକାଶ ଗଗନର କଣ ଆକାଶ ଆକାଶକୁ ଯେତେବେଳେ ଦେଖୁଛି ତ ଆକାଶରେ ହସୁଛି କିଏ ହସୁଛି ମୋହନ ଇନ୍ଦୁ ଇନ୍ଦୁ କଣ ଇନ୍ଦୁର ଅର୍ଥ ରାତ୍ରିରେ ଆସୁଛି ମାନେ ପୁଣି ଇନ୍ଦୁ ଅର୍ଥ ଚନ୍ଦ୍ର ଚନ୍ଦ୍ର ରାତ୍ରି ଯେତେବେଳେ ବାହାରକୁ ଆସି ଯାଇଛି ଘର ବାହାରକୁ ସେ ପାଦ ପକେଇଲା ବେଳେ ମାଟି ମା ଚିକଣିଆ ମାଟି ମା ଯେତେବେଳେ ଚିକଣ ଧରିଥିଲେ ଉପରେ ପାଦ ପକେଇଛି ଉପରକୁ ଚାହିଁଲା ବେଳକୁ ତାକୁ ଲାଗୁଛି ଆକାଶରେ ମୋହନ ଇନ୍ଦୁ ହସୁଛି ମୁଗ୍ଧକର ଇନ୍ଦୁ ବା ମନମୁଗ୍ଧକର ଚନ୍ଦ୍ର ଅତି ତାଙ୍କର ଯୋଉ ଚନ୍ଦ୍ରର କିରଣଟି ଚାରିଟା ଆଚ୍ଛାଦିତ ହୋଇଯାଇଛି ତାହା ଅତି ମନମୁଗ୍ଧକର। ଆଉ ଦେଖୁଛି ହସଇ ମୂର୍ଖ ତାରା ତା ସହିତ ଆକାଶରେ ମୂର୍ଖ ତାରା ମାନେ ବି ହସୁଛନ୍ତି ତାରା ମାନେ ବି ଆକାଶରେ ଦେଖା ଯାଉଛନ୍ତି ଯୋଉଟାକି ଏତେ ସୁନ୍ଦର ମନମୁଗ୍ଧକର ଦେଖା ଯାଉଛନ୍ତି ସତେକି ଚନ୍ଦ୍ର ଆଉ ତାରା ଝିଲମିଲି ହେଇକି ହସୁଛନ୍ତି ଆଉ ଅତି ଆନନ୍ଦରେ ଏଇଭଳି ତାକୁ ମନେ ঋষি ঋষি পুଣି ଉଛୁଳି ପଡ ଏଇ ଶୁଭ୍ର ଯକ୍ଷମାସିକି ସ୍ନିଗ୍ଧ ସମୀର ମଧୁର ଲହରୀ ବସି ଆସେ କହି ଆସେ ପୁଣି କହୁଛି ଋଷି ଋଷି ପୁଣି ଉଛୁଳି ପଡ ଋଷି ଋଷି ହେଲା ଦିଗ ଦିଗ ବି ଦିଗ ବି ଦିଗ ବା ଚଉ ଦିଗରେ ହେଲା ଚଉ ଦିଗରେ ବା ଚତୁର୍ଦିଗରେ ଉଛୁଳି ପଡୁଥିଲା ବିଚ୍ଛୁରିତ ହେଇଯାଉଛି ତାର ଚନ୍ଦ୍ରମାର କିରଣ ତାରା ଚନ୍ଦ୍ର ଯୋଉ ଆକାଶରେ ଅଛି ତାର କିରଣ ଗୁଡିକ ବିଚ୍ଛୁରିତ ହେଇକି ଚଉ ଦିଗକୁ ଆଚ୍ଛାଦିତ କରିଦଉଛି କଣ ସେଟା ଶୁଭ୍ର ଯୋଚ୍ଛନା ସିରି ଶୁଭ୍ର ହେଲା ଧଳା ରଙ୍ଗର ଯୋଚ୍ଛନା ସିରି ଯୋଚ୍ଛନା ହେଲା ଚନ୍ଦ୍ରର ସିରି ହେଲା ସୁନ୍ଦର ବା ସୌନ୍ଦର୍ଯ୍ୟ ଯୋଚ୍ଛନା ହେଲା ଚନ୍ଦ୍ରାଲୋକ ଚନ୍ଦ୍ରର ଆଲୋକ ଅର୍ଥାତ ଯୋଉ ମନମୁଗ୍ଧକର ଦୃଶ୍ୟ ସେ ଦେଖୁଛି ସତେ ଯେମିତି ଆକାଶରେ ତାରା ଆଉ ଚନ୍ଦ୍ର ଦିଶୁଛନ୍ତି ଆଉ ଯୋଉ ଦିଗରେ ସେଇ ଯୋଚ୍ଛନାର ଚନ୍ଦ୍ରର ଅତି ସୁନ୍ଦର କିରଣ ଗୁଡିକ ଚାରିଆଡେ ଆଚ୍ଛାଦିତ ହେଇକି ଖେଳେଇ ହେଇକି ପଡୁଛି। ଆଉ ଦେଖୁଛି ସ୍ନିଗ୍ଧ ସମୀର ମଧୁର ଲହରୀ ବହି ଆସିଛି ପୁଣି ପବନ ମଧ୍ୟ ବହୁଛି ହାଲକା ହାଲକା ପବନ ମଧ୍ୟ ବହୁଛି ଏମିତି ସ୍ନିଗ୍ଧ ହେଲା ଧୀର ବା ଅତି କୋମଳ ଭାବରେ ଧୀର ସ୍ଥିର ସ୍ନେହ ଯୁକ୍ତ ସତେ ଯେମିତି ପବନ ଜୋର କରେ ଭାରି ବିରକ୍ତି ଲାଗେ ଯେତେବେଳେ ପବନ ଆଉ ବେଳେବେଳେ ପବନ ଏତେ ଧୀର ଧୀର ସନ୍ଧ୍ୟା ସମୟରେ ଏତେ ଧୀର ଧୀର ପବନ ପଡେ ବଢିଆ ଲାଗେ ପବନରେ ଠିଆ ହବା ପାଇଁ କୋମଳ ଲାଗେ ପବନ ଅତି ମିଠା ଲାଗେ ଦେହରେ ବାଜିଲେ ତ ସେଇଭଳି ଧୀର ପବନଟି ଅତି ମନ୍ଦ ମନ୍ଦ ପବନ କହୁଛି ସମୀର ହେଲା ପବନ ମଧୁର ଲହରେ କହିଲା ସେମିତି ମଧୁର ଲହର ତରଙ୍ଗରେ ଧୀରେ ଧୀରେ ଯୋଉ ପବନଟା ବୋହିବାକୁ ତରଙ୍ଗ ସେ ପବନଟି ଧୀରେ ଧୀରେ କହୁଛି ସତେକି ଢେଉ ଢେଉ ହେଇ ତରଙ୍ଗ ଆସିକି ଦେହରେ ବାଜୁଛି ତାହେଲେ ହଉଛି ପିଙ୍ଗଳାର ଦେହରେ ବାଜୁଛି ଆଉ ସେଇ ପବନରେ ସେଇ ପବନର
ପବନରେ ମିଶି ଯାଉଛି ତା କୃଷ୍ଣଙ୍କର ମଧୁର ସ୍ୱର ବେଣୁର ସ୍ୱର ମଧ୍ୟ ମିଶି ଯାଉଛି ପିଙ୍ଗଳା ଅନୁଭବ କରୁଛି କେମିତି ନା ଭାସି ଭାସି ମୋର ବନ୍ଧୁ ପରଶ ଆହା କେଡ଼େ ସୁମଧୁର ଅଙ୍ଗ ପୁଲକେ ପୁଲକେ ସେଇ ବରଷାର ନିକଟ ସେଇ ପବନରେ କୋଉଠି କୋଉଠି ମୋର ପ୍ରିୟ ପୁଛ ମୋର ସେଇ ପରମ ଶ୍ରୀକୃଷ୍ଣଙ୍କର ବେଣୁ ସ୍ୱର ସେ କୋଉଠି ନା କୋଉଠି ଗୋଟେ ବଂଶୀ ବଜାଉଛନ୍ତି ସେଇ ପବନର ସ୍ୱରରେ আসি আসি ମୋର ବନ୍ଧୁ ପରଶ ଆଉ ବନ୍ଧୁଙ୍କର ସ୍ପର୍ଶ ଅଂଶୀ ଆସିଲେ ପର୍ଯ୍ୟନ୍ତ ଏବେ ବନ୍ଧୁଙ୍କର ସ୍ପର୍ଶ ବି ଆସିବ ସତେ ଯେମିତି ଏଇଟା ମଧ୍ୟ ତୁମର ସାହିତ୍ୟିକ ଭାଷାରେ ଅଛି ତୋ ଜାଗାରେ ପବନ କହିଲେ ତୋ ଦେହକୁ ଛୁଇଁକି ମୋ ଦେହକୁ ଛୁଇଁଛି ଯୋଉ ଆଧୁନିକ ଗୀତ ଗୁଡାକ ଅଛି ନାଇଁ ତ ଗାଁ ସେଠି ମୋ ଗାଁ ଏଠି ହେଲେ ତୋ ଗାଁ ପବନ ବହିକି ତତେ ଛୁଇଁକି ଆସିଛି ମତେ ଛୁଇଁଛି ତତେ ଛୁଇଁକି ସେଇ ପବନକୁ ସ୍ପର୍ଶ କରୁଛି ମତେ ଅର୍ଥାତ ତୋର ସ୍ପର୍ଶ ବି ମୋ ଦେହରେ ये है तुम्हारा आधुनिक कवितार पद देबी आगम गुड़ाक ओडिया आगम गुड़ाक लाଗୁଛି आंसर को अछि अर्थात तोवर तम पाखरे पवनटा बहिला सेई पवनटा तम देहरे बाजिला सेई पवनटा पुनी बहि बहि जेते बडे मो पछरे आसी बाजिला तमको स्पर्श कला पर मते स्पर्श कला एइटे कहबार मतलब जे सेई जो पवन की बहि बहि आसुची श्री कृष्ण को स्पर्श करी सेई पवनटा श्री मते मते स्पर्श करू ସେଥିପାଇଁ କହୁଛି ଭାସି ଆସି ମୋର ବନ୍ଧୁ ପରଶ ମୋର ପରଶ ହେଲା ସ୍ପର୍ଶ ବନ୍ଧୁ ଏଠି କିଏ ଶ୍ରୀକୃଷ୍ଣଙ୍କୁ କହିଥାଏ ତେଣୁ ସେଇ ପବନ ସେ ଧୀର ପବନଟି ଆସୁଛି ଟିକେ ଟିକେ ପବନ ହାଲକା ହାଲକା ପବନ ଆସୁଛି ପବନ ସେଇ ପବନରେ କୃଷ୍ଣଙ୍କ ସେଠି ବାଜୁଛି କୋଉଠି କୃଷ୍ଣ ଯୋଉଠି ଅଛନ୍ତି ତାଙ୍କ ଦେହରେ ବାଜିକି ତାଙ୍କର ସ୍ପର୍ଶଟା ମୁହଁ ଦେହରେ ଆସିଛି ସେଥିପାଇଁ କି ସେ ପବନରେ ଭାସି ଭାସି ଆସୁଛି ମୋର ବନ୍ଧୁର ସ୍ପର୍ଶ ତାହା କେଡ଼େ ସୁମଧୁର खूब मधुर पवन जेतेबेले मो देह बाजुची मते जेतेबेले अनुभव होउची कि से पवनटी मो कृष्ण को जेतेबेले बाजिकी आसीची से पवनटी मते अत्यंत आनंददायक माने होउची अति मधुर माने होउची अंग फुलके उपरि बरसार निपतुला जेतेबेले सेई पवनटी कृष्ण को देहरे बाजिकी मो देहरे आसीकी बाजुची तारे मोर अंगटी केमिति होउची अंग हेला शरीर फुलके उपरि और फुलके हेला आनंद है फुलके उपरि अति आनंदित है ହେଲା ବୁଝିପାରୁଛ ତ ତମ କ୍ଲାସ ନହେଲେ କହିବ ଯୋଉଟା ନ ହବ ତ ଯେତେବେଳେ କୃଷ୍ଣଙ୍କ ଦେହ ଛୁଇଁକି ସେ ପବନଟି ମୋ ଦେହରେ ବାଜୁଛି କୃଷ୍ଣଙ୍କ ସ୍ପର୍ଶ ବୋଲି ମତେ ଅନୁଭବ ହଉଛି ତ ସେ ପବନଟା ଯେତେବେଳେ ମୋ ଶରୀରରେ ବାଜୁଛି ମୋ ଶରୀରଟା ଅତି ଆନନ୍ଦରେ ଆହୁରି ଆନନ୍ଦିତ ହେଇ ତାହା ଭଳି ପରଶର ନିପତିଲ ବର୍ଷା ବେଳେ ନିପତୁଲ ଫୁଲ କରି ସମବା କରି ନିପ ହେଲା କଦମ୍ବ ବର୍ଷା ଭିତରେ କଦମ୍ବ ଫୁଲ ଗଛ ଦେଖିଛ रेवेन्सा कॉलेज में ଥିଲା ସେକେଣ୍ଡାରୀ जो जहां कॉलेज को प्राय कॉलेज आगु क्लास में जानी ଅଛି नहीं कदम्ब गछ बड़ बड़ गछ फुल गछ गोल गोल माने मंडप भरा ऑरेंज कलर व्हाइट कलर कटे कटे ହେଇଥିଲା हाथ को धरे बहुत लगे वर्षा है हम से वो भी चाहिए बिछाड़ी नहीं पड़ी तो सेम पड़ी वर्षा ऋतुरे कदम्ब फुलरे फुटी आसे मते सेही भली आनंद प्रदान होउची जेतेबेले एही पवन से कृष्ण को छुई कृष्ण को स्पर्श मो देहर बाजुची एबे मते मते बुझी जेते खुशी आनंदित होउची जे सत्य में वर्षा दिन कदम्ब फुल फुटी आनंदित होइছে ठीक सेही भली मो मन मत आनंदित होई जाउची बाजी मंजू खाली टाणी के पूरा जीवन दपना उजाड़ी उठाई मंजू बच्चा बाजी उठे मंजू पुरली मंजू पुरा अति सुंदर पुरली पुरा हंस ଏବେ ମୁଁ ଯାଇ ବହୁତ ନିର୍ଦ୍ଦିଷ୍ଟ ପରିଚିତ ଯାଉଛନ୍ତି ତାଙ୍କର ମୂଳରୁ ସ୍ୱର ବା ତାଙ୍କର ବଂଶୀର ସ୍ୱର ଏତେ ସୁନ୍ଦର ମଞ୍ଜୁ ମନ୍ତ୍ରୀ ଅତି ସୁନ୍ଦର ଦାୟକ ବଂଶୀ ସ୍ୱର କାହିଁ କେଉଁ ଆସିକି ମୋ କାନକୁ ସ୍ପର୍ଶ କରୁଛି କୃଷ୍ଣଙ୍କର ଅତି ସୁନ୍ଦର ବଂଶୀର ସୁର ତ ସେଇଟା ଯେତେବେଳେ କାନରେ ବାଜୁଛି କଣ ହଉଛି ଜୀବନ ଯମୁନା ଉଜାଡି ହୋଇ ମଞ୍ଜୁ ମଦିରା ବେଶୀ ମୋର ଜୀବନ ରୂପକ ଯମୁନା ଯମୁନା ତ ନଦୀ ନଦୀ ତ କହିଲେ ଏଇଠି ସେ ନିଜ ଜୀବନକୁ ଯମୁନା ସେ ତୁଳନା କରିଛନ୍ତି ରୂପକ ସାହିତ୍ୟ ଜୀବନ ରୂପକ ଯମୁନା ଉଜାଡି ଉଠୁଛି ମାନେ ଗଛକୁ ବିପରୀତ ଦିଗକୁ ବହିବା ଭଳି ଲାଗୁଛି କାହିଁକି ମୁଁ ଯୋଉ ପାପ କର୍ମ କରୁଥିଲି ମୁଁ ଯୋଉ ଭୁଲ କରୁଥିଲି ତାଠୁ ମୁଁ ବିମୁଖ ହଉଛି ପଛକୁ ଆସୁଛି ତେଣୁକରି ଭଗବାନଙ୍କ ସ୍ପର୍ଶ ଭଗବାନଙ୍କର
कृष्णଙ୍କର ସ୍ପର୍ଶ कृष्णଙ୍କର ବଂଶୀ ସୁର ଯେତେବେଳେ ମୋ କାନରେ ବାଜୁଛି ମୋର ଜୀବନଟା ପୁରା ଡେଉ ଟାଣି ହେଇଯାଉଛି ପଛକୁ ମୋର ଜୀବନ ଜୀବନଟା ପଛକୁ ଫେରି ଆସୁଛି ଆଉ କଣ ଅଛି ମଞ୍ଜୁ ମଦିରା ବେଶେ ମଞ୍ଜୁ ମଧ୍ୟ ଆନନ୍ଦଦାୟକ ମଦିରା ବେଶେ ମଦ୍ୟ ପ୍ରଭାବରେ ଆସନ୍ତି ଏଠି ମଦ ପିଇ ମଦିରା ବେଶେ ଏମିତି ମୋକ୍ଷ ପ୍ରାପ୍ତି ଆଡ଼କୁ ଖରାପ ଆଡକୁ ଯାଉକି ଗତି ସତ୍ୟ ମୋର ଜୀବନଟା ନର୍କ ଆଡକୁ ଯାଉଥିଲା କୃଷ୍ଣଙ୍କର ସାନ୍ନିଧ୍ୟ ପାଇଁ ମୋର ଜୀବନ ପୁଣି ପଛକୁ ଫେରି ଆସୁଛି ବୁଝାଣି ଫେରି ଆସୁଛି କୁଆଡକୁ ମୁଖ୍ୟ ପ୍ରାପ୍ତି ଆଡକୁ ଅର୍ଥାତ୍ ମୁଁ ନିଜକୁ ମୁଖ୍ୟ କରି ଆସୁଛି ମୁଁ ଗୋଟେ ପୂଜ୍ୟମତୀ ନାରୀ ଭାବରେ ଆଉ ଗୋଟେ ଗଢି ତୋଳିବାକୁ ଚାହୁଁଛି ପାପ କାର୍ଯ୍ୟ କରିକି ସମସ୍ତ ପାପକୁ ନଷ୍ଟ କରିଦିଏ ପାଷାଣ ପ୍ରାରମ୍ଭ ଯାଉଅଛି ଆଜି ଜାଗିଛି ପୁସ୍ତକରେ ଯାଉଅଛି ଆଜି ଜୀବନର ପ୍ରିୟତମ ଅନୁସାରେ ପୁଣି କହୁଛି ସେଇ ପୁରୁଷ ମାନଙ୍କୁ କହି ଚାଲିଛି ପାଷାଣ ପ୍ରାରମ୍ଭ ପାଷାଣ ପିଲା ପଥର କାରକ ବନ୍ଦି ମୋର ଏଠି କଣ ହବ ତାହେଲେ ମାୟା ବନ୍ଧନରେ ମୋ କାରା ମୋ ଶରୀରଟା ବାନ୍ଧି ଦିଆଯାଇଛି ପଥର ଅଛି କିନ୍ତୁ ସେ ନିଜର ଶରୀରକୁ କହୁଛି ପାଷାଣ କାରକ ଜାରି ଜାରି ଅଛି ଭାଜି ଭାଜି ହେଲା ଭାଙ୍ଗି ଜାଗିଛି ମୁକ୍ତ ଧାରେ ମୋର ମୁକ୍ତ ଧାରାରେ ଜାଗିଛି ନିଜକୁ ମୁକ୍ତ ମୁକ୍ତ କରିଦେଇଛି କାହିଁକି ମୋର ଯୋଉ ପାଷାଣ ଦ୍ୱାରା ଅର୍ଥାତ୍ କଠୋର ମୋ ଜୀବନଟା ଆବଦ୍ଧ ହେଇଥିଲା ସତେ ଯେମିତି ଗୋଟେ ଲୋକକୁ ପାଷାଣ ତାର ଭିତରେ ପଥରକୁ ବନ୍ଦୀ ଘର ଭିତରେ ରଖିଥିଲେ ସେ ଯେମିତି ଆବଦ୍ଧ ହେଇଯିବେ ଠିକ ସେମିତି ସେ ମୋର ଜୀବନଟା ମଧ୍ୟ ଗୋଟେ ନର୍କପୁରୀର ଆବଦ୍ଧ ହେଇକି ବିଦେହନଗରର ନଟି ହିସାବରେ ନର୍ତକ ହିସାବରେ ମୋ ଜୀବନ ସତେ ଯେମିତି ଗୋଟେ କାରାଗାର ଆଜି ସେ ସମସ୍ତ କାରାଗାରକୁ ଭାଜିକି ବା ଭାଙ୍ଗି ମୁଁ ଚାଲି ଯାଉଛି ମୁକ୍ତିର ଅଭିମୁଖରେ ଖୋଜିବା ପାଇଁ କିମ୍ବା ମୁକ୍ତ ଆଡକୁ ଚାଲି ଯାଉଛି ଯାଉଅଛି ଜୀବନକୁ ଅନୁସାରେ ଚାଲି ଯାଉଛି ଜୀବନର ନବ ଜୀବନର ନବ ମୋର ଜୀବନର ପ୍ରିୟତମଙ୍କର ପାଖକୁ ଦେଖା କରିବାକୁ ପ୍ରିୟତମ ଅନୁସାରେ ଅର୍ଥାତ୍ ମୋ ପ୍ରିୟତମ ଯୋଉଠି ଅଛନ୍ତି ଯୋଉ ସ୍ଥାନରେ ସେ ସ୍ଥାନକୁ ଚାଲି ଯାଉଛି ତାଙ୍କୁ ଦେଖା କରିବା ପାଇଁ ନାହିଁ ଆଉ ମୋର ବାଧା ବନ୍ଧନ ସଫଳ ଯାଇଛି ଗୋଟେ ଚାରି ସଙ୍ଗୀତର ସହ ଜୀବି କୁଡି ଆସୁଛି ଆଜି ଆଉ ମୋର କୌଣସି ବାଧା ବନ୍ଧନ ନାହିଁ ଆଜି ମୁଁ କୌଣସି ବାଧା ବନ୍ଧନକୁ ଡରୁନି ସବୁ ସଫଳତା ସବୁ ବାଧା ବନ୍ଧନ ମୋର ଆଜି ତୁଟି ଯାଇଛି ବା ଛିନ୍ନ ହେଇଯାଇଛି ଯେଉଁ ବାଧା ବନ୍ଧନ ଥିଲା ମୁଁ କୁଆଡେ ଯାଇପାରିବି ଗୋଟେ କଦର୍ଥ ଖୁସିରେ କଦାକ ଜୀବନ ଯାପନ କରୁଛି ସେ ସମସ୍ତ ବାଧା ବିଘ୍ନକୁ ମାନେ ଛାଡିକି ଛିନ୍ନ କରିକି ଆଗକୁ ବଢି ଯାଉଛି ଆଜି ମୁଁ ହଉ କିଏ ମତେ ଅଟକେଇ ପାରିବନି ତାହା ଭଳି ମୁକ୍ତ ଚାରିଣୀ ନଦୀ ପରି ମୁକ୍ତ ଚାରିଣୀ ତଟିନୀ ମୁକ୍ତ ଚାରିଣୀ ନିଜ ଇଚ୍ଛାକୁ ନିଜର ଗୋଟେ ନଦୀ ଯେତେବେଳେ ବନ୍ଦ କରୁଥିବ ତମେ ଆଗରେ ଅଟକେଇ ପାରିବ ଯଦି ଗୋଟେ ପଥର ତୁଳି ରଖିଦଉଛି ତା ଆଗରେ ତା ରାସ୍ତା ରୋକିବା ପାଇଁ ତାହେଲେ ସେ କଣ